ଏଠି ଉଠି ଯାବେ ଭିଡିଓ ହଉଛି ଅର୍ଥାତ କୁସୁମ ଖାଇ ସେଠି କାଳିଆ ନାଗକୁ ବିଷ ଧ୍ୱଂସ ବା ରକ୍ଷା କରିଥିଲେ ବା ମାରିଥିଲେ ତାହେଲେ ସେଇ କାଳନ୍ଦୀ ହ୍ରଦର ଜଳ ଗୁଡାକ ଦେଖିବା ପାଇଁ ଯେଭଳି ନୀଳ ଦେବଦେବ ମହାଦେବଙ୍କର ସବୁବେଳେ କହିଥିଲେ ଧଳା କିନ୍ତୁ କଣ୍ଠଟା ହେଲା ନୀଳ ନୀଳ ରଙ୍ଗ କୋଉଟା କଣ୍ଠ ତାହେଲେ ସେଇ କଣ୍ଠଟା ହେଲା ପ୍ରଭୁଙ୍କର ନୀଳ ସବୁ ତ ଧଳା କଣ୍ଠ କାହିଁକି ନୀଳ ପଡିଲା କାହିଁକି ହେଲା ଆରେ କହୁନା ସେ ଠାକୁର ବା ଗଞ୍ଜେଇ ପି ସବୁ ଯାକ ଧୂଆଁ ଏଠି ରଖିଥିଲେ ତ ଦେଖୁନା ଯୋଉଠି ଚୁଲି ଲାଗେ ଆଚ୍ଛା ଧୂଆଁ ଠୁକ୍ ଉପରେ କଳା ପଡିଯାଏ ଗଞ୍ଜେଇ ଧୂଆଁରେ ତ ନୀଳ ପଡିଯାଇଛି କଳା ପଡିଯାଇଛି ଆଜ୍ଞା ପ୍ରଭୁ ଖାଇଲେ ଗଞ୍ଜେଇ ଆରେ ପ୍ରଭୁ ଯଦି ଗଞ୍ଜେଇ ଖାଇବେ ଯିଏ ଗଞ୍ଜେଇ ଖାଉଛି ତାଙ୍କ ବାସ୍ତବତା ରହୁନି ବାଟରେ ଶୋଇ ଯାଉଛନ୍ତି ଆଉ ଗଞ୍ଜେଇ ଖାଇଲେ ବି ନିଶା ହଉନି ରୋଗ ହଉନି ରୋଗ ହଉଛି ନା ନାଇଁ ମଦ ଖାଇଲେ ବା ନିଶା ଦ୍ରବ୍ୟ ଖାଇଲେ ନିଶ୍ଚୟ ରୋଗ ହବ ବାସ୍ତବତା ରହିବନି ହୋସ ରହିବନି ତାହେଲେ ଯଦି ମହାଦେବ ଖାଇଲେ ଗଞ୍ଜେଇ ତାଙ୍କର ତ ସେମିତି ହୋସ ରହୁନଥିବ ତାହେଲେ ସେ କେମିତି ଭଗବାନ ହେବେ ତାହେଲେ କୋଉ ଗଞ୍ଜେଇ ପ୍ରଭୁ ଖାଉଛନ୍ତି ସେ ଦାମିକିଆ ଗଞ୍ଜେଇ ଖାଉଛନ୍ତି ମାନେ ନାଇଁ ନା କୋଉ ଗଞ୍ଜେଇ ଖାଇଲେ ଗଞ୍ଜେଇ ତିନୋଟି ଅକ୍ଷର ବିଶିଷ୍ଟ ଗୋଟାଏ ଶବ୍ଦ ଗରେ ହେଲା ଜ୍ଞାନ ପ୍ରାପ୍ତି ଜରେ ହେଲା ଜଙ୍ଗଲ ମୁକ୍ତି ଇରେ ହେଲା ଈଶ୍ୱର ପ୍ରାପ୍ତି এই গঞ্জেই খাইবা দরকার জ্ঞান আহরণ করিবা দরকার ଈଶ୍ୱରଙ୍କ ପ୍ରତି ଭକ୍ତି ରଖିବା ଦରକାର ଆଉ ଜଙ୍ଗଲ ମୁକ୍ତି ହୋଇଥିବା ଦରକାର ନା ନାଇଁ এই ଗଞ୍ଜେଇ ଖାଇଲେ ଏବେ ଯାଇ ଆମେ ସଂସାରର ଭଲ ମନ୍ଦ ବୁଝିପାରିବା ଆଉ ଯୋଉ ଗଞ୍ଜେଇ ଖାଇଲେ ହୋସ ରହିବନି ସେଗୁଡ଼ା ନୁହଁ ତେଣୁ ପ୍ରଭୁ ଖାଇଲେ ଗଞ୍ଜେଇ ତାହେଲେ ଖାଇଥିଲେ ଗଞ୍ଜେଇ ଖାଇନଥିଲେ ଅର୍ଥାତ ନୀଳ କାହିଁକି ପଡିଲା ନୀଳ ପଡିବାର ଅର୍ଥ ହେଉଛି ଯେତେବେଳେ ସାଗର ମନ୍ଥନ କରାଗଲା କାହା କାହାଙ୍କ ମଧ୍ୟରେ ସୁର ଅସୁରଙ୍କ ମଧ୍ୟରେ ସାଗର ମନ୍ଥନର ଅନେକ ପ୍ରକାର ଦ୍ରବ୍ୟ ସୃଷ୍ଟି ହେଲା ପାରିଜାତ ପୁଷ୍ପ କାମଧେନୁ କାଠି ଉଚ୍ଚଶ୍ରବ ଅସୁର ଆଉ ପ୍ରଥମ ବାହାରିଥିଲେ ଚନ୍ଦ୍ର ବାହାରିଥିଲେ ମା ଲକ୍ଷ୍ମୀ ବାହାରିଥିଲେ ବାହାରିଥିଲା ଅମୃତ ଏବଂ ବିଷ ଅମୃତ ପାନ କଲେ ଦେବତା ବିଷ ରହିଲା ଅସୁରଙ୍କ ଭାଗ ଅସୁର କହିଲେ ଆମେ ପିଇବୁ ଅମୃତ ପିଇ ହେଲେ ଦେବତା ଆମର ଆମେ କାହିଁକି ବିଷକୁ ପିଇକି ମରିବୁ ରହିଲା ସଂସାରରେ ବିଷ ଏ ବିଷକୁ ସଂସାରରେ ମୁକ୍ତ କରିବା ପାଇଁ କୋଉ ଦେବତା ନୁହଁ ଦେବଦେବ ମହାଦେବ ମହେଶ୍ୱର ସବୁ ଦେବତା ହେଲେ ଦେବ କିନ୍ତୁ ଆରେ ଅମୃତ ପିଇକି ହେଲେ ଦେବ କିନ୍ତୁ ବିଷ ପିଇକି ହେଲେ ମହାଦେବ ବିଷ ପିଇଲେ ମହାଦେବ ହେଲେ କିଏ ତାର ସବୁ ବିଷକୁ ପାନ କଲେ କିଏ ମହାଦେବ ଦେବଦେବ ମହାଦେବ ମହେଶ୍ୱର ଯୋଗାଡ଼ ପିଇସା ଯୋଉ କାଇଠକୁ ଢାଏ ଖଣ୍ଡେ ପିଇବୁ ଦେଖିଆ ବିଷ ଦାନା ଆମେ ମଣିଷ ଖାଦ୍ୟ ଖାଇକି ତୁ ବିଷ ପିଇ ଦେଖିଆ ମହାମଣିଷ ତାପରେ ଅମୃତ ପିଇଲେ ସେମାନେ ଦେବ ହେଲେ ବିଷ ପିଇଲେ ମହାଦେବ ହେଲେ ସେମିତି ବିଷୟରେ ଖାଦ୍ୟ ଖାଉ ଖାଉ ତମେ ମଣିଷ ସେ ବିଷ ପିଇଲେ ହେଲେ ମହାମଣିଷ ଭଲ ବୁଝଉଛ ଜ୍ଞାନ ତମର ଜ୍ଞାନ ଯେମିତି ତମ ଗାଁର ଛୁଆଙ୍କ ଜ୍ଞାନ ଧନ୍ୟ ପାଇବ ଆମ ଗାଁ ଛୁଆ ହେଲେ ପେଣ୍ଡୁ ନାଇଁ ବାଛୁନି ତେଣୁ ତାହେଲେ କଣ୍ଠ ନୀଳ ପଡିବାର କାରଣ এই যে বিষ পিইলি বিষ ସବୁ ରହିଲା ଇଏ କଣ୍ଠ ଅତିକ୍ରମ କରି ଗର୍ଭ ଯାଇଥିଲେ ସିନା ପ୍ରଭୁ ମୃତ୍ୟୁବରଣ କରିଥାନ୍ତେ ହେଲେ କଣ୍ଠ ଯାଇକି ଗର୍ଭ ଗଲାନି ବିଷ ରହିଲା କଣ୍ଠ କାହିଁକି ରହିଲା